କ'ଣ ଆପଣଙ୍କ ସବକନସିୟସ୍ ମାଇଣ୍ଡ ଆପଣଙ୍କୁ କଣ୍ଟ୍ରୋଲ କରୁଛି କି? ନା ଏମିତି କିଛି ଅଛି ଯାହା ଆପଣଙ୍କୁ ତା ପାୱାର ବିଷୟରେ ଜାଣିବାଠୁ ଦୂରେଇ ରଖୁଛି? ଅଧିକ ଜାଣିବା ପାଇଁ ଏ ରିଲ୍କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମଣିଷ ପାଖରେ ଚାରି ପ୍ରକାରର ମନ। ଗୋଟେ କନସିୟସ୍ ମାଇଣ୍ଡ, ଯାହାକୁ ଆମେ ସଚେତନତା ମନ, ଆଉ ଗୋଟେ ହେଲା ଅବଚେତନା ମନ ବା ସବକନସିୟସ୍ ମାଇଣ୍ଡ, ତୃତୀୟଟି ହେଲା ଅନକନସିୟସ୍ ମାଇଣ୍ଡ ବା ସବଚେତନା ମନ, ଏବଂ ଚତୁର୍ଥଟି ହେଲା ସୁପର କନସିୟସ୍ ମାଇଣ୍ଡ ବା ଉପର ମନ। କନସିୟସ୍ ମାଇଣ୍ଡ ଡିସାଇଡ୍ କରେ ଆମକୁ କେଉଁ କାମ ଆସୁଛି ବା କେଉଁ କାମ ଆସୁନି। ଯେମିତିକି ଆପଣଙ୍କୁ କ୍ରିକେଟ୍ ଖେଳି ଆସେ କିନ୍ତୁ ଫୁଟବଲ୍ ଖେଳି ଆସେ ନା। ଆମେ ଯାହା ବି ଦୈନିକ ଅଭ୍ୟାସ କରୁଛେ ସେଇଟା ଆମ କନସିୟସ୍ ମାଇଣ୍ଡ ଦ୍ୱାରା ହିଁ ସମ୍ଭବ ହେଉଛି। ଆମ ଅନକନସିୟସ୍ ମାଇଣ୍ଡ ଆମ ବ୍ୟବହାର ଆଉ ଶୈଳୀକୁ ନିୟନ୍ତ୍ରଣ କରେ। ସୁପର କନସିୟସ୍ ମାଇଣ୍ଡ ଆମକୁ ଏମିତି ଏକ ମାନସିକ ଅବସ୍ଥା ପ୍ରଦାନ କରେ ଯାହାକି ଭୌତିକ ସତ୍ୟ ଆଉ ସବଚେତନା ବିଷୟରେ ଭାବିବା ପାଇଁ କ୍ଷମତା ପ୍ରଦାନ କରେ। ସବଚେତନା ମନ ପାଖରେ କେବଳ 1-10% ପାୱାର ଥାଏ, ଆଉ ବାକି 90% ପାୱାର ଆମ ସବକନସିୟସ୍ ମାଇଣ୍ଡ ବା ଅବଚେତନା ମନ ପାଖରେ ଥାଏ। ଜଣେ ବ୍ୟକ୍ତି ଯାହା ବି ନିଜ କନସିୟସ୍ ମାଇଣ୍ଡରେ ପୁନର୍ବାର ଭାବୁଥାଏ ସେଟା ଧୀରେ ଧୀରେ ତା ସବକନସିୟସ୍ ମାଇଣ୍ଡରେ ଏକତ୍ର ହୋଇଯାଇ ଧୀରେ ଧୀରେ ସେଇ ଭାବନା ତାର ପ୍ରକୃତ ସତ୍ୟ ପାଲଟିଯାଏ। କାରଣ ଆମ ମାଇଣ୍ଡକୁ ବାସ୍ତବିକତା ଆଉ କଳ୍ପନା ଭିତରେ କିଛି ବି ପାର୍ଥକ୍ୟ ଜଣା ନାହିଁ। ଗୋଟେ ରିସର୍ଚ୍ଚରେ ବୈଜ୍ଞାନିକମାନେ ଗୋଟେ ଦୋଷୀ ଆଖିରେ ପଟି ବାନ୍ଧି ଦେଇ କହିଲେ କି ତତେ ଗୋଟେ ବିଷଧର ସାପ କାମୁଡ଼ିଲା, କିନ୍ତୁ ତାକୁ ଗୋଟେ ଛୁଞ୍ଚି ପୋଡ଼ିଲେ, ହେଲେ ସେ ବ୍ୟକ୍ତି ଜଣକ କିଛି କ୍ଷଣ ମଧ୍ୟରେ ମରିଗଲା। ଆଉ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିଲା ବଡି ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ଘଟେ। ତା ଅବଚେତନା ମନ ବା ସବକନସିୟସ୍ ମାଇଣ୍ଡ ନିଜେ ସେଇ ବିଷ ବନେଇଲା, କାରଣ ତାକୁ ଲାଗିଲା କି ସତରେ କୋଉ ସାପ କାମୁଡୁଛି। ଏଥିରୁ ଜଣାପଡୁଛି ଆମେ ଯଦି ସବକନସିୟସ୍ ମାଇଣ୍ଡ ବା ଅବଚେତନା ମନକୁ କଣ୍ଟ୍ରୋଲ କରିବା ଶିଖିଯିବା ତାହେଲେ ଆମେ କିଛି ବି କରିପାରିବା। ଏପରି ଇନଫର୍ମେଟିଭ୍ ନଲେଜ ଜାଣିବା ପାଇଁ ଆପଣ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଆଇଡିକୁ ସବସ୍କ୍ରାଇବ୍ ବା ଫଲୋ କରିବାକୁ ବିଲକୁଲ ଭୁଲିବେନି। ନମସ୍କାର।